ମୋ ଗାଁ ମୋ ଧାମ ଯେ ଆମ ଗାଁ ସୁନ୍ଦର। ମୁଁ ଯୋଉଠି ଜନ୍ମ ନେଇଛି ମହାପ୍ରଭୁ ଯେତେବେଳେ ମୋତେ ସ୍ଥିର କରିକି ଯେଉଁ ସ୍ଥାନରେ ବିଦ୍ୟମାନ କରିଛନ୍ତି ସେଇଟା ମୋ ପାଇଁ ଧାମ। ଯେତେ ଠାକୁର ଦେଖନ୍ତୁ ସ୍ଥାନ ଅନୁସାରେ ଯଦି ତାଙ୍କ ନାଁ ହେଇଛି ନା ହେଇନି ଆଜ୍ଞା, ଯୋଉଠି ଯାଆନ୍ତୁ ସ୍ଥାନ ଅନୁସାରେ ନାଁ ହେଇଛି, ସେମିତି ମୋତେ ଯଦି ଏ ଦୁର୍ଲଭ ଜନ୍ମ ଦିବ୍ୟ ଜ୍ଞାନ ଜ୍ଞାନ ନେତ୍ର ଦେଇ ପ୍ରଭୁ କୌଣସି ସ୍ଥାନରେ ପଦାର୍ପଣ କରିଛନ୍ତି ସେଇଠି ହେଉଛି ମୋର ଧାମ। ତେଣୁ ମୋ ଗାଁ ଆଉ ଏଇ ଆମ ମନ୍ଦିର ପ୍ରସାରଣ ମାଧ୍ୟମରେ କିପରି ଗ୍ରାମକୁ ଧାମ କରିବା, ଗୁରୁଜନମାନଙ୍କୁ ଆମର ସାଧୁସନ୍ଥ କରିବା ଏବଂ ଘରକୁ ଆମେ ସୁନ୍ଦର ଭାବରେ କରି ନିଜକୁ ଏ ଦୁନିଆ ବଡ଼ଦାଣ୍ଡ ଆଗରେ ଆମେ ପ୍ରଚାର ପ୍ରସାର କରିବା, ସେଥିପାଇଁ ପ୍ରୟାସ, ଆଶା ଓ ଭରସା, ବିନୀତ ଅନୁରୋଧ ଆପଣମାନେ ଆମକୁ ଟିକିଏ ଆପଣଙ୍କର ପ୍ରୋତ୍ସାହନ ଆଶୀର୍ବାଦ ଦେଲେ ନିଶ୍ଚିତ ଭାବରେ କୋଣ ଅନୁକୋଣ ଦେଶ ବିଦେଶ ବୁଲି ବୁଲି ଯେଉଁ ଲୁଚି ରହିଥିବା ଜିନିଷକୁ ଆମେ ପ୍ରସାର କରିପାରିବୁ। ରହିଲି ଆଜ୍ଞା, ଆପଣଙ୍କର ନିଶ୍ଚିତ ଭାବରେ କ'ଣ ସୁଧାର ଆସିବ ଆମକୁ ଜଣେଇବେ, କ'ଣ କଲେ ଭଲ ହେବ ଜଣେଇବେ, କାରଣ ଜଣେ ଜଣେ ସମସ୍ତେ ନିଜ ନିଜର କିଛି ନା କିଛି ଭଲ ଗୁଣ ଅଛି, ଜଣେଇବେ ଆଜ୍ଞା, ସୁଧାର ଆଣିବେ।